ନାଇଁ ପୁଣି ଥରେ ଏଇଥର ବି ନବୀନ ପଟ୍ଟନାୟକ ଆସିବ ନିଶ୍ଚିନ୍ତ। କାରଣ ନା ନବୀନ ପଟ୍ଟନାୟକ ଯେତିକି କାମ ଓଡ଼ିଶାବାସୀଙ୍କ ପାଇଁ କରିଛନ୍ତି ସେଥିପାଇଁ ଓଡ଼ିଆବାସୀ ନବୀନ ପଟ୍ଟନାୟକଙ୍କୁ ଭୁଲି ପାରିନାହାନ୍ତି କି ଭୁଲି ପାରିବେ ନାହିଁ। ଆଉ ତାଙ୍କ ଦ୍ୱାରା ଲୋକମାନଙ୍କର ସ୍ୱାସ୍ଥ୍ୟ ବୀମା କାର୍ଡ଼ରେ ଉପକୃତ ହେଲେ। ଆଉ 5T ସରକାର ଦ୍ୱାରା ବହୁତ ସ୍କୁଲ ଗୁଡ଼ାକର ଡେଭଲପମେଣ୍ଟ ହେଲା, କାମ କରାଗଲା। ଆଉ ବର୍ତ୍ତମାନ ମୋ ବସ୍ ସ୍ମାର୍ଟ ସିଟିରେ ଯେଉଁଟା ଚାଲୁଛି ସେଇଟା ବି ନବୀନ ପଟ୍ଟନାୟକ ଦ୍ୱାରା ଉପକୃତ ହେଲା। ତାପରେ ଆମର ଲକ୍ଷ୍ମୀ ବସ୍ ବର୍ତ୍ତମାନ ପଞ୍ଚାୟତକୁ ଚାରିଆଡ଼େ ଚାଲିଲାଣି। ଆଉ ବହୁତ ଗୁଡ଼ାଏ ମନ୍ଦିର ବି ଡେଭଲପମେଣ୍ଟ କରାଗଲା ଏଇ ଆମର ନବୀନ ସରକାର ଦ୍ୱାରା। ଆଉ ନବୀନ ସରକାରକୁ ଲୋକ ବହୁତ ଭଲ ପାଉଛନ୍ତି, ଆଗକୁ ମଧ୍ୟ ବହୁତ ଭଲ ପାଇବେ। ସେ ନିଶ୍ଚିନ୍ତ ତାଙ୍କୁ ହିଁ ଶଙ୍ଖ ଚିହ୍ନରେ ଭୋଟ୍ ଦେଇକି ଜିତେଇବେ ଲୋକ। ଆହୁରି ମଧ୍ୟ 5 ବର୍ଷ କାଳ ଶାସନ ନିଶ୍ଚୟ ନବୀନ ପଟ୍ଟନାୟକ କରିବ, ଏଇଟା ପୁରା ସତ। ଆଉ ଏଥର ବି ମଧ୍ୟ ନବୀନ ସରକାର ନିଶ୍ଚୟ ଜିତିବ। ଏଥର ବିଜେପି ତ କହିବ, ସେ ତ ନିଶ୍ଚୟ କହିବ ଯେ ଆଉ ଆମ ସରକାର କରିବ ଏ କରିବ, କିନ୍ତୁ ସେଇଟା କେବେ ହେବ ନାହିଁ। ଲୋକ କହିବେ ବହୁତ, କିନ୍ତୁ ଓଡ଼ିଶାର ଲୋକମାନେ କେବଳ ନବୀନ ପଟ୍ଟନାୟକଙ୍କୁ ଚିହ୍ନିଛନ୍ତି। ଆହୁରି ମଧ୍ୟ ତାଙ୍କୁ 5 ବର୍ଷ ଆରାମରେ ଜିତେଇକି ଆଣିବେ, ଏଇଟା ନିଶ୍ଚିନ୍ତ ସଫଳ ହେବ। ନିଶ୍ଚିନ୍ତ ନବୀନ ପଟ୍ଟନାୟକଙ୍କ ପାଇଁ ହିଁ ଶଙ୍ଖ ଚିହ୍ନ। ଆଜି ବର୍ତ୍ତମାନ ଶାସନ ଯଦି ଓଡ଼ିଶାରେ ଚାଲିଛି କେବଳ ନବୀନ ପଟ୍ଟନାୟକ ପାଇଁ। ତାଙ୍କର କାମ କାର୍ଯ୍ୟ ଆଉ ତାଙ୍କୁ ଲୋକ ବହୁତ ଭଲ ପାଇଛନ୍ତି। ବୁଢ଼ାଠୁ ବୁଢ଼ୀ ପର୍ଯ୍ୟନ୍ତ ଯଦି ଗାଁ ଗଣ୍ଡାରେ ଆପଣ ବୁଲିବାକୁ ଚିନ୍ତା କରିବେ, ସେମାନେ କହିବେ ଆମ ପାଇଁ ନବୀନ, ଆମକୁ ଭାତ ଦେଉଛି ନବୀନ, ଆମ ସରକାର ନବୀନ, ଆମ ଗାଁର ଉନ୍ନତି ପାଇଁକି ନବୀନ। ତେଣୁ ନବୀନ କି ଆଜି ପର୍ଯ୍ୟନ୍ତ କେହି ଭୁଲି ପାରିବେନି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ, ଶିକ୍ଷା କ୍ଷେତ୍ରରେ ହେଉ ଯେକୌଣସି କ୍ଷେତ୍ରରେ ହେଉ, ସବୁ କ୍ଷେତ୍ରରେ ନବୀନ ପଟ୍ଟନାୟକ ବହୁତ ଆଗରେ ଅଛି। ତାଙ୍କର କାମ କାର୍ଯ୍ୟ ପାଇଁ ଲୋକମାନେ ବହୁତ ଲୋକମାନଙ୍କୁ ଘର ଦେଇଦେଇଛି, ଭତ୍ତା ଦେଇଦେଇଛି। ସବୁ କାର୍ଯ୍ୟକ୍ରମ ଯେହେତୁ ଆମର ଶଙ୍ଖ ଚିହ୍ନ ନବୀନ ପଟ୍ଟନାୟକ କରିଛନ୍ତି, ତେଣୁ ଏଥର ବି ମଧ୍ୟ ନିଶ୍ଚିନ୍ତ ଆମର ନବୀନ ସରକାର ଜିତିବ ବି ମଧ୍ୟ, ବହୁ ମାତ୍ରାରେ ମଧ୍ୟ ଜିତିବ ନିଶ୍ଚିନ୍ତ। 25 ବର୍ଷ ଆହୁରି ଏଇଥର ମଧ୍ୟ ଜିତିବ। ଆଉ ନବୀନ ପଟ୍ଟନାୟକ ଯେ ପର୍ଯ୍ୟନ୍ତ ରହିଛନ୍ତି ସେ ପର୍ଯ୍ୟନ୍ତ ଶଙ୍ଖ ଚିହ୍ନ ଜିତିବ ଆଉ ଜିତୁଥିବ ମଧ୍ୟ।